प्रॉफिट साहब उनका बाद में कीजिएगा। देखिए मैं धाकड़ न्यूज़ से हूँ, कैमरा है और बहुत हमको हाथ में दिक्कत। मैं उस परम पिता परमेश्वर की ओर से तुम्हें ये आदेश देता हूँ, उठ जा। नहीं उठ रहा है। उठ जा। और नहीं उठ रहा है जी। उठ जा और उठ और ऊपर। उठ गया उठ गया उठ गया। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଦୁଃଖର ସହିତ ଗୋଟିଏ ବିଷୟ ମୋତେ କହିବାକୁ ପଡ଼ୁଅଛି ଯେ ଆଜିକାଲି ୟୁଟ୍ୟୁବର ମାନେ ବିଶେଷ କରି ସୋସିଆଲ ମିଡ଼ିଆରେ ଯେଉଁମାନେ କାମ କରନ୍ତି ସେମାନେ ନିଜର ଚ୍ୟାନେଲରେ, ନିଜର ପେଜରେ ବା ଫେସବୁକ୍ ପେଜ୍ ହେଉ କିମ୍ବା ୟୁଟ୍ୟୁବ୍ ଚ୍ୟାନେଲ ହେଉ କିମ୍ବା ଇନଷ୍ଟାଗ୍ରାମ ପେଜ୍ ହେଉ, ଏଥିରେ ଭ୍ୟୁ ପାଇବା ନିମନ୍ତେ ଏତେ ମାତ୍ରାରେ ସେମାନେ ଖସି ଯାଇଛନ୍ତି ତଳକୁ, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଯେତେବେଳେ ସେମାନେ ଭିଡ଼ିଓ ତିଆରି କରନ୍ତି ଆଉ ସେତେବେଳେ ସେମାନେ ଏହା ମଧ୍ୟ ଦେଖନ୍ତି ନାହିଁ ଯେ ଯଦି ମୁଁ ଏହି ଭିଡ଼ିଓ ତିଆରି କରିବି ତେବେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ବିଶ୍ୱାସ କରୁଥିବେ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ମାନୁଥିବେ ଆଉ ସେମାନଙ୍କର ଉପରେ କ'ଣ ବିତୁଥିବ, ସେମାନେ ଏତିକି ମଧ୍ୟ ସେମାନେ ଚିନ୍ତା କରନ୍ତି ନାହିଁ। କିନ୍ତୁ ଗୋଟେ ବିଷୟ ହେଉଛି ଭ୍ୟୁ ପାଇବା ନିମନ୍ତେ ନିଜର ଚ୍ୟାନେଲରେ ଆଉ ଖ୍ରୀଷ୍ଟିଆନିଟିକୁ ବଦନାମ କରିବା ନିମନ୍ତେ ଆଜିର ଖ୍ରୀଷ୍ଟିଆନ ବିରୋଧୀମାନେ ବହୁତ ତଳକୁ ସେମାନେ ଖସି ଯାଇଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ଆଉ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏକ ସାଧାରଣ ମନୁଷ୍ୟ ବୋଲି ସେମାନେ ଭାବନ୍ତି, ଯେପରି ଆମେମାନେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଚମତ୍କାର କାର୍ଯ୍ୟ ଗୁଡ଼ିକ ହୁଏ ଆଉ ସେଗୁଡ଼ିକୁ ସେମାନେ ଭାବନ୍ତି ଏ ସମସ୍ତ ବିଷୟ ହେଉଛି ଫାଲତୁ ବିଷୟ, ଏଥିରେ କୌଣସି ବି ଲାଭ ନାହିଁ। ଆଉ ସେମାନେ ଭାବନ୍ତି ଏସବୁ ବେକାରିଆ ଜିନିଷ, କେବଳ ଏଠି ଟ୍ରିକ୍ ଲଗା ହେଉଛି, ଟ୍ରିକ୍ ଲଗେଇକି ଲୋକମାନଙ୍କୁ ବୋକା ବନାଯାଉଛି ଆଉ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଛି। ଏପରି ଅନେକ ବିଷୟ ମନକୁ ଆସିଥାଏ। ଏଇଭଳି ଯଦି ଆପଣ ଖ୍ରୀଷ୍ଟ ବିରୋଧୀମାନଙ୍କ ବିଷୟରେ ଦେଖିବେ, ସେମାନଙ୍କ ସଂଖ୍ୟା ଆଜିକାଲି କମ୍ ନୁହେଁ, ବହୁତ ଅଛନ୍ତି ଖ୍ରୀଷ୍ଟ ବିରୋଧୀମାନେ ଯେଉଁମାନଙ୍କର ଖ୍ରୀଷ୍ଟିଆନିଟିକୁ ନିନ୍ଦା କରିବାର କୌଶଳ ହେଉଛି ଅଲଗା ଅଲଗା। ଆପଣ ଜାଣିଥିବେ ଅନେକ ବାବାମାନେ ଅଛନ୍ତି, ବାବାମାନଙ୍କ ବିଷୟରେ ମୁଁ ଅଲରେଡ଼ି ପୂର୍ବରୁ ମୁଁ ଆପଣଙ୍କୁ ଜଣାଇ ସାରିଛି। ଅନେକ ବାବାମାନେ ଅଛନ୍ତି ଯେଉଁମାନେ କି ଖ୍ରୀଷ୍ଟିଆନିଟିକୁ ନିନ୍ଦା କରିବା ନିମନ୍ତେ, ବଦନାମ କରିବା ନିମନ୍ତେ ବିଭିନ୍ନ ପ୍ରକାର ତାଙ୍କର ଭାଷଣ ମାଧ୍ୟମରେ ସେମାନେ ହେଟ୍ ସ୍ପିଚ୍ ସେମାନେ ଦେଇଥାନ୍ତି, ଯେପରିକି ଖ୍ରୀଷ୍ଟିଆନମାନଙ୍କୁ ଘୃଣା ମାନେ କରୁଥିବା ଏଭଳି ଏକ ସ୍ପିଚ୍, କିମ୍ବା ଯେଭଳି ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ଈଶ୍ୱର ନୁହନ୍ତି ଆଉ ଯେପରି ସେମାନଙ୍କର ଭଗବାନ ଯେମିତି ବଡ଼ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେପରି ଜଣେ ମନୁଷ୍ୟ ମାତ୍ର, ଏମିତି ସେମାନେ ଭାଷଣ ଦେଇଥାନ୍ତି। ତା ସହିତ ଯେତେ ସବୁ ବେରୋଜଗାର ଦଳ ସବୁ ଅଛନ୍ତି, ଯେପରିକି ବଜରଙ୍ଗ ଦଳ ହେଲା, RSS ଦଳ ହେଲା, ଆଉ ଏମାନେ ମଧ୍ୟ ନିନ୍ଦା କରିଥାନ୍ତି। ଆଉ ତା ସହିତ ମୁଁ ଆଉ ଗୋଟେ ବିଷୟ ମୁଁ କହିଥିଲି ଆପଣମାନଙ୍କୁ, ମିଡ଼ିଆ ଆଉ ଗୋଟେ ହେଉଛି ସୋସିଆଲ ମିଡ଼ିଆ। এই ଦୁଇଟି ବିଷୟକୁ ଆଜିକାଲି ମାନେ ପ୍ରବଳ ମାତ୍ରାରେ ବ୍ୟବହାର କରାଯାଉଛି। କେଉଁମାନେ ବ୍ୟବହାର କରୁଛନ୍ତି? ଏଇଭଳି ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ବ୍ୟବହାର କରନ୍ତି ମିଡ଼ିଆ ଆଉ ସୋସିଆଲ ମିଡ଼ିଆ। प्रॉफिट साहब उनका बाद में कीजिएगा। देखिए मैं धाकड़ न्यूज़ से हूँ, कैमरा है और बहुत हमको हाथ में दिक्कत है। ये ना हाथ मेरा उठ नहीं पा रहा है, बहुत दर्द हो रहा है। कब से है ये दिक्कत? ये 6 महीना से एक बार 6 महीने? हाँ 6 महीने बहुत दिक्कत है। कोई विशेष कारण? एक बार हिला लिए तो बहुत ज़्यादा ना, इसलिए बहुत दर्द होता है इसको उठाने में। अच्छा, लेकिन आप यकीन मानिए, अच्छा आप यहाँ से बिल्कुल ठीक होकर जाएंगे। मैं उस परम पिता परमेश्वर की ओर से तुम्हें ये आदेश देता हूँ, उठ जा। नहीं उठ रहा है। उठ जा। और नहीं उठ रहा है जी। उठ जा और उठ और ऊपर। उठ गया उठ गया। मीडिया माध्यम तो आप देखिथे अनेक भिडियो अनेक मीडिया वाला जाती माइक फाइक धरिकी
ଆଉ ସେମାନେ କ'ଣ କରନ୍ତି, ଡାଇରେକ୍ଟ ପ୍ରାର୍ଥନା ଗୃହ ଭିତରେ ପ୍ରବେଶ କରନ୍ତି ଏବଂ କିଛି ବୁଝି ନ ବିଚାରିକି ଗୋଟେ ପ୍ରଶ୍ନ କରିବା ଆରମ୍ଭ କରିଦିଅନ୍ତି। ସେଇଠୁ ସେମାନେ ଆରମ୍ଭ କରନ୍ତି ତାଙ୍କର ଭିଡ଼ିଓ ଯେ ଏଠି ଧର୍ମ ପରିବର୍ତ୍ତନ ଚାଲୁଛି, ଏଠି ପଇସା ଦେଇକି ଧର୍ମ ପରିବର୍ତ୍ତନ କରାହେଇଛି। କିନ୍ତୁ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। କିନ୍ତୁ ନିଜର ଚ୍ୟାନେଲର TRP ବଢ଼ାଇବା ନିମନ୍ତେ ସେମାନେ ଏହିଭଳି ଘୃଣାଜନକ କାର୍ଯ୍ୟ ସବୁ କରିଥାନ୍ତି। ଏଇଟା ହେଉଛି ମିଡ଼ିଆ। ଆଉ ଗୋଟେ ହେଉଛି ସୋସିଆଲ ମିଡ଼ିଆ, ଯେଉଁଟାକି ଆପଣ ଦେଖିବେ, ଆପଣ ଦେଖିଥିଲେ ଅଲରେଡ଼ି, ଦେଖିଥିବା ପୂର୍ବରୁ। ତଥାପି ଆଉ ଥରେ ମୁଁ ଦେଖିବା ପାଇଁ ମୁଁ ଚାହେଁ ଯେ ଆଉ ଗୋଟେ ହେଉଛି ସୋସିଆଲ ମିଡ଼ିଆ। ମେନ୍ ହେଉଛି ୟୁଟ୍ୟୁବ୍ ଭିତରେ ମଧ୍ୟ ଅନେକ ଖ୍ରୀଷ୍ଟ ବିରୋଧୀ ଭିଡ଼ିଓ ଗୁଡ଼ା ସବୁ ଅଛି। ଯେତେବେଳେ ଆମେମାନେ କୌଣସି ଭିଡ଼ିଓ ଆମେ ତିଆରି କରୁ, ମୋ ନିଜ ବିଷୟରେ ମୁଁ କହୁଛି, ମୋର ଚ୍ୟାନେଲରେ ଏମିତି ବି ଅନେକ ଭିଡ଼ିଓ ଅଛି ଯେଉଁଠିକି ଖ୍ରୀଷ୍ଟ ବିରୋଧୀମାନଙ୍କୁ ଜବାବ ଦେବା ନିମନ୍ତେ ତାଙ୍କର ଧର୍ମଶାସ୍ତ୍ରରୁ ହିଁ ମୁଁ ବର୍ଣ୍ଣନା କରିଅଛି। ଆଉ ସେଭଳି ଭିଡ଼ିଓ ଗୁଡ଼ିକ ଅନେକ ଅଛି ଯେ ଯେତେବେଳେ ସେ ଭିଡ଼ିଓ ଗୁଡ଼ିକ ଖ୍ରୀଷ୍ଟ ବିରୋଧୀମାନେ ଦେଖିଲେ, ସେମାନେ ଦେଖିକି ବହୁତ ରିଆକ୍ଟ କଲେ, ତୁମେ ହିନ୍ଦୁ ଧର୍ମ ବିରୁଦ୍ଧରେ ତୁମେ ଭିଡ଼ିଓ ବନେଇ ପାରିବ ନାହିଁ, ଆମେ କ'ଣ ତୁମ ବିରୁଦ୍ଧରେ ଭିଡ଼ିଓ ବନାଉଛୁ କି, ଏମିତି ଅନେକ ପ୍ରଶ୍ନ କଲେ। ମୁଁ ସେମାନଙ୍କୁ ରିପ୍ଲାଏ ଦେଇଥିଲି, ହଁ, ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ଯୀଶୁଙ୍କ ବିରୁଦ୍ଧରେ ବି ଭିଡ଼ିଓ ୟୁଟ୍ୟୁବରେ ଅଛି। ଯଦି ତୁମର ସହିବାର ଶକ୍ତି ନାହିଁ, ତେବେ ତୁମର କହିବାର ମଧ୍ୟ ଅଧିକାର ନାହିଁ। ତୁମକୁ କିଏ ଅଧିକାର ଦେଲା? ଯଦି ସହିବାର ଶକ୍ତି ଅଛି ତେବେ କୁହ, ଆମେ ବି କହିବୁ। ଏଇଭଳି ରିପ୍ଲାଏ ଦେଲା ପରେ ଆଉ କୌଣସି ଜବାବ ଆସିନାହିଁ। ଆଉ ଗୋଟେ ଜବାବ ଆସିଥିଲା, ଠିକ୍ ଅଛି, ଯଦି ସେମିତି ଅଛି, ପ୍ରମାଣ ଅଛି, ତେବେ ମୋ ପାଖକୁ ପଠାନ୍ତୁ ବୋଲି ଆସିଥିଲା। ଗୋଟେ କମେଣ୍ଟ ଆସିଥିଲା, ତା ଛଡ଼ା ଆଉ କିଛି ଆସିନଥିଲା। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟ ବିରୋଧୀମାନେ ସେମାନେ ଭାବନ୍ତି ଯେ କେବଳ ଆମ ଧର୍ମକୁ ଟାର୍ଗେଟ୍ କରିକି ଖ୍ରୀଷ୍ଟିଆନମାନେ ଭିଡ଼ିଓ ବନାଉଛନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଏପରି ଅନେକ ଭିଡ଼ିଓ ଅଛି ଯେଉଁ ଭିଡ଼ିଓ ଗୁଡ଼ିକ ଯୀଶୁଙ୍କର ଶକ୍ତିକୁ, ତାଙ୍କର କାର୍ଯ୍ୟକୁ, ଖ୍ରୀଷ୍ଟିଆନିକୁ ଟାର୍ଗେଟ୍ କରିକି ବନାଯାଇଥାଏ। ଏଇଭଳି ଭିଡ଼ିଓ ଆପଣଙ୍କୁ ବହୁତ ମିଳିଯିବ ୟୁଟ୍ୟୁବରେ। ତେବେ ପ୍ରିୟ ବନ୍ଧୁଗଣ, ଏଇଭଳି ବ୍ୟକ୍ତିମାନଙ୍କୁ ଆପଣ କ'ଣ କହିବେ? ତେବେ ପ୍ରିୟ ବନ୍ଧୁଗଣ, କମେଣ୍ଟ କରିବେ ଆପଣଙ୍କର ମତ କ'ଣ। ଆଉ ଏଠାରେ ଯେଉଁ ଭିଡ଼ିଓ କ୍ଲିପ୍ ରହିଅଛି, ଆଉ ଏଠି ଜଣେ ବ୍ୟକ୍ତି, ଜଣେ ଖ୍ରୀଷ୍ଟ ବିରୋଧୀ ଜଣେ ବ୍ୟକ୍ତି, ସେ କ'ଣ କରୁଛି, ମାଇକ୍ ଧରିକି, ମାନେ ପ୍ରଫେଟ୍ ବଜେନ୍ଦ୍ର ସିଂ ତାଙ୍କର ସେ ନକଲ କରୁଛି। ଆଉ ଜଣେ ଆସିଛି ରୋଗୀ, ସେ ବି ନକଲ କରୁଛି। ଏମାନେ ବଜେନ୍ଦ୍ର ସିଂ ମିନିଷ୍ଟ୍ରିକୁ ନୁହେଁ, ବରଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶକ୍ତିକୁ ନିନ୍ଦା କରିବା ନିମନ୍ତେ ଏହିଭଳି ଭିଡ଼ିଓ ସବୁ ତିଆରି କରୁଛନ୍ତି ଏବଂ ମଝିରେ ସେମାନେ ଗୋଟିଏ ଅଶ୍ଳୀଳ ବିଷୟକୁ ମଧ୍ୟ ସେମାନେ ବ୍ୟବହାର କରିଛନ୍ତି, ଯେଉଁଟାକି ନ କରିବା କଥା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଏ ଭିଡ଼ିଓକୁ ଆପଣ ସେୟାର କରିବା ଅନ୍ୟମାନଙ୍କୁ, ଆଉ ଆପଣ ସେୟାର କରନ୍ତୁ ଏବଂ ଜଣାଇ ଦିଅନ୍ତୁ ଯେ ଦେଖ, ସେମାନେ ମଧ୍ୟ ଯୀଶୁଙ୍କ ବିରୁଦ୍ଧରେ ସେମାନେ ଭିଡ଼ିଓ ବନାଉଛନ୍ତି। ସେମାନେ କେବଳ ଆମକୁ ଦୋଷ ଦିଅନ୍ତି, ତୁମେ ହିନ୍ଦୁମାନଙ୍କର ବିରୁଦ୍ଧରେ ତୁମେ କହୁଛ, ହିନ୍ଦୁ ଧର୍ମ ବିରୁଦ୍ଧରେ ତୁମେ କହୁଛ। କିନ୍ତୁ ଆଜିର ଭିଡ଼ିଓରେ ଗୋଟେ ପ୍ରମାଣ ରହିଯିବ ଯେ ସେମାନେ ଯୀଶୁଙ୍କ ବିରୁଦ୍ଧରେ ବି ଭିଡ଼ିଓ ବନାନ୍ତି। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି, ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସମସ୍ତଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର।